ତାକୁ ଚିହ୍ନିଛୁ 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 और ग्लास खाली कर ଟିକେ ରହ କଣ କହିଲେ ଦର୍ଶୀ କଣ କହିଲେ ଝିଅ ଆପଣଙ୍କ ଝିଅ ମାନେ ମାନେ ତାର ଦର୍ଶୀ ଆଜ୍ଞା ଆଜ୍ଞା କଣ କାହିଁକି କଣ 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 ରେ କେତେ ଲିଟର ଛଡ଼ା ନେଇ କହିଲା କେତେ ଲିଟର ଯାବେ ନାହିଁ ବଢିଆ କହିଲା ବଢିଆ କହିଲା ବଢିଆ କହିଲା ନାଇଁ ମୁଁ ଜର୍ସି କ୍ଷୀର ପିଇକି ବଞ୍ଚୁଛି ବୋଲିକି ବାପା ସେଇଥିପାଇଁ ସଦାବେଳେ ଜର୍ସି ରାଗନ୍ତି ତୋ ମା ମରୁ କିବା ତୋର କଣ ହେଲା ନାଇଁ ନାଇଁ ତୋର କଣ ହେଲା ବାନ୍ତି କରିବ କିବେ କହିଲା ହଇରେ ତୁ କୋଉ ଯାତ୍ରା ପାଖରେ ଚାକିରି କରୁଛୁ କୋଉ ଯାତ୍ରା ପାଖରେ ଚାକିରି କରୁଛୁ ଆମ ଗାଁରେ ଗୋଟେ ଯାତ୍ରା ପାଖି ପଡିଛି ତୁ ଏଡେ ମାରୁଆ ଶଳା ଗାଁରେ ଝିଅ ମାନଙ୍କୁ ଏଟେ ଲାଇନ ମାରୁଛୁ ଯା ଶଳା ଶିବୁନା ନାଚିବେ ଚାକିରି ନାହିଁ ରହିବାକୁ ଘର ବି ନାହିଁ ତେଣୁ ସେ ଆଜିଠୁ ଆମରି ଘରେ ରହିବେ ଆମ ଘରେ ହଁ ତୁ ଭାଇନାଲ କରିଦେଇଛୁ ନାଇଁ ନାଇଁ ତୁ ଭାଇନାଲ କର ଶଳା ନାତି ଛୁଆ କହିଲା ଆମ ଘରେ ରହିବେ ଏଇ ଶଳାକୁ ଗୋଟେ ଚୈତନ ଦେବି ଯେ ବୋପାକୁ ମଉସା ଡାକିବ ପଳଉଛୁ କୁଆଡେ ଆରେ ତୋର କଣ ହେଲା ଏଇ ତୁ ଶଳା ଯାଇନୁ କାହିଁକି ତୁ ଯାଇନୁ କାହିଁକି କଣ ପାଇଁ ଯାଇନୁ ତୁ ଯା କଣ ହଁ ଭୁଲ ହେଇଛି କଣ ଭୁଲ ହେଲା ହଁ ନମସ୍କାର ଟିକେ କରିପାରିନି ତାହେଲେ କରିବୁ କରିନୁ କିଏ ମନା କଲା ଆଜ୍ଞା ହଁ ଏ ଗରିବ କଳାକାରକୁ ସାହାଯ୍ୟ କରନ୍ତୁ ହାତ ଦୌଡୁଛି ମୋ ଗୋଡ ଧରି କାନ୍ଦୁଛୁ କଣ ବେ ନାଇଁ ମୋ ଗୋଡ ଧରି କାନ୍ଦୁଛୁ କଣ ମୋ ଗୋଡ ଧରି କାନ୍ଦୁଛୁ କଣ ଆଜ୍ଞା ହଁ ଗରିବ କଳାକାର ହଁ ଚାକିରି ଟିକେ ଖୋଜି ଦଉଛୁ ଆପଣ ଅନୁରୋଧ କରୁଛୁ ଆଜ୍ଞା ଗୋଟେ ଚାକିରି ଖୋଜି ଦଉଛୁ ଚାକିରି ଖୋଜି ଦଉନା ଶୁଣୁନା ତାଙ୍କର ବଞ୍ଚିବାକୁ ଗୋଟେ ଚାକିରି ଟିକେ ଦରକାର ନା ନାହିଁ ଆଉ ରହିବାକୁ ଘର ଟିକେ ଦରକାର ନା ନାହିଁ ତାପରେ ଶଳା କହିବ ଶୋଇବାକୁ ମୁଁ କଣ ଚାକିରି ଗଛ ଲଗେଇଛି ଯେ ହଲେଇ ଦେଲେ ଗଳି ପଡିବ ଆରେ ଶଳା ଯିବ ମୁଁ କଣ ଚାକିରି ଗଛ ଲଗେଇଛି ନା ମୁଁ କୋ ଟାଟା ବିର୍ଲା କମ୍ପାନୀର ମାଲିକ ହେଇଛି ଯା ଯା ତୁ ଭିତରକୁ ଯା ଯା କଣ ନେଲୁ ଯା ଭିତରକୁ ଯା ଆଜି ବଞ୍ଚନ୍ତୁ ମିଳିବ ସୁପର ହିଟ୍ ସାମାଜିକ ନାଟକ କହୁଛି କିଏ ଏ ରାଣ୍ଡି ଛୁଆ ଶଳା ତୋ ନାଁଟା କଣ କହିଲୁ ଏଠି ମୋ ଛୁଆ ଆଉ ସମସ୍ତେ ତାକୁ ପ୍ରଚାର ବୋଲି ଡାକନ୍ତି ମା ମରୁ ଇଲୋ ତତେ ପଚାରିଲି ନାଇଁ ତତେ ପଚାରିଲି ଶଳା ଉପରେ ପଡି କଥା କହୁଛୁ ନାଇଁ ଉପରେ ପଡି କଥା କହୁଛୁ ଯା ଘରକୁ ଯା ବାପା କାହିଁକି ବା କାହିଁକି ଶୁଣ ଗୋଟେ ଭଲ ବୁଦ୍ଧି ଦଉଛି
ଶୁଣ କାଲ ତମେ କାଲ ପ୍ରଚାର ଭାଇଙ୍କ ପାଇଁ ଗୋଟେ ଚାକିରି ଯୋଗାଡ଼ କରିଦିଅ ସିଏ ଯା ମାସକୁ ମାସ ରୋଜଗାର କରିବେ ଆମେ ଦି ଜଣ ଚଳିଯିବା ଆଉ ତମ ପଇସାରେ ହାତ ବରାବରି ଆଉ ସବୁ ପଇସା ବ୍ୟାଙ୍କରେ ନେଇ ଜମା ରଖିବା ଘୁଷୁରୀ ବେପାର କରୁନୁ ଗୋଟେ ଘୁଷୁରୀ ବର୍ଷକୁ 22 ଛୁଆ ବାପା 10ଟା ଘୁଷୁରୀ ରଖିଲା 220 ଛୁଆ ବୁଝିଲୁ ବାପା ତାପରେ ଗୋଟାକ 1,000 ଟଙ୍କା ବୁଝିଲୁ ନାଇଁ ବୁଝିଲୁ କଣ ଘୁଷୁରୀ ବେପାର ଘୁଷୁରୀ ଘୁଷୁରୀ ଚାଷ ଛି 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 ଘୁଷୁରୀ ଚାଷ ହେଇପାରିବନି ନାଇଁ ଆଜ୍ଞା ସେ ବେପାର ଆମେ କରିପାରିବୁ ଆଉ ଆମେ କଳାକାର ଲୋକ ମୋର ପୁରା ଡ୍ରେସ୍ ପିନ୍ଧି ଷ୍ଟାଇଲ କରିବା ଅସଲ ଧନ୍ଦାରେ କିଏ ବସୁଛି ପ୍ରେଷ୍ଟିଜିୟସ୍ ପିଲାଟା ବାପା ପୁଣି ଗୋଟେ କିଛି ଚିନ୍ତା କରନା ପୁଣି ଗୋଟେ ଧରେଇ ଦେବି ଧରୁଥିବୁ ଧରେଇ ଦେବି ଖାଲି ଧରୁଥିବୁ ବୁଝିଲୁ ବାପା ତୁ କୁକୁଡ଼ା ବେପାର କଲୁ କୁକୁଡ଼ା ଫାର୍ମ କୁକୁଡ଼ା ଫାର୍ମ 100 କୁକୁଡ଼ା ଦେଲି 100 ଅଣ୍ଡା ଗୋଟାକ 8 ଟଙ୍କା ହେଲେ 100 କୁ 800 ଟଙ୍କା ଦାନା 300 ଲାଭ 500 ବୁଝିଲୁ କଣ ବୁଝିଲା ବଢିଆ ବୁଝିଲା କୁକୁଡ଼ା ଫାର୍ମ ନାଇଁ ଚିକେନ ଗୁରାକୁ ଗୁନିଆ ହଉଛି ଲୋ ମା ଛି 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 ନା କୁକୁଡ଼ା ଫାର୍ମ କଣ ପଢିଲେ ବେପାର ଏଇ ବେପାର କରିବ ହଉ କିଛି ଚିନ୍ତା ନାହିଁ ପୁଣି ଗୋଟେ ଧରେଇ ଦେବି ଧରିବ ବୋଲି କହୁଛ ଧରୁନ ଯାହା ଧରେଇବା କଥା ଧରୁନ ବାପାରେ ତୁ ଆଉ କଣ ବେପାର କରିବୁ ଅରୁଆ ବାଳ ବଦଲେ ନେଲ ପଲିସି ଆସରେ ପିଲେ ଚଟେଇ ଦେବି ବୁଝିଲୁ ବୁଝିଲୁ କଣ ବୁଝିଲୁ ବାଳ ନାମ ବୁଝିଲା ଛି ଶେଷରେ ଝିଅ ପିଲାଙ୍କ ଜିନିଷ ବେପାର କରିବେ ଆଉ ଇଜ୍ଜତ ରହିବଟି ତୋର କଣ ନାଇଁ ତୋର ଆପଣ ଉଡାଜାହାଜ ଯିବି ନା ରେଳ ଡବା ବେପାର କରିବ ଆରେ ସିଏ ତ ବେପାର କରିବ ତତେ କାହିଁ ଲାଜ ଲାଗୁଛି ଶୁଣେ ଆଉ କି ବେପାର କରିବ କହ କି ବେପାର କରିବ ଆଜ୍ଞା ଜର୍ସି ଗାଈ ରଖିବି ବାନ୍ତି ଲଗେଇ ଶୁଣିବି ବଢିଆ ହବ ତମେ ଗୋଟେ କାମ କର ପ୍ରଚାର ଭାଇକି ଗୋଟେ ଜର୍ସି ଗାଈ ଆଣି ଦେଇଦିଅ ସବୁବେଳେ ଝୁରୁଥିବେ ମୁଁ ପିଉଥିବି ହଇଲୋ ତୁ ଏ କଥାକୁ ଏତେ କାହିଁ ବିକଳ ହେଲୁ ନାଇଁ ଏତେ କାହିଁ ବିକଳ ହେଲୁ ହଇଲୋ ତୁ ଏଇ କଥା ଉପରେ ଏତେ ବିକଳ ହେଲୁ କାହିଁ এই যাত্রা পাটিয়া লোকଙ୍କୁ ମୁଁ ଭଲ ଚିହ୍ନିଛି ଲୋ ଝିଅ ବାପା ତାଙ୍କ କଥା କୁହ ଷ୍ଟାଇଲ ଦେଖିଲ ତାଙ୍କ ଠିଆ ହେବା ଷ୍ଟାଇଲ ଦେଖ ଆଉ ତାଙ୍କ ଅନେଇବା ଷ୍ଟାଇଲଟା ଦେଖ ଆଉ ତାଙ୍କୁ ଏଇଠି ରଖ ଏଇଠି ରଖ ଓ ମା ମରୁ ହଇରେ ତାର ମୁଁ ଦେଖୁ ତୁ ଆଦୌ ଭଲ ପିଲା ନୁହଁ ତାର ମୁଣ୍ଡ ବାଳଠୁ ଗୋଡ ନଖ ଯାଏ ତତେ ସବୁ ସୁନ୍ଦର ଦେଖାଗଲାଣି ତୁ ମୋଠୁ ଭଲ ଝିଅ ନୁହଁ ତୁ ଜମାରୁ ଭଲ ଝିଅ ନୁହଁ
ଆଉ କିଛି ସମୟ ରହିଲେ ତୁ ଏଠି କିଛି ନା କିଛି କଣ ଗୋଟେ କରି ବସିବ ଆଉ ଯା ତୁ ଘରକୁ ଯା ଯା ତାକୁ ଏଇଠି ରଖିବ ସୁବିଧା ଅସୁବିଧା ସବୁକୁ ଦେଖିବ ତାକୁ ଭଲସେ ଚର୍ଚ୍ଚା କରିବ ହେଲା ରଜାର ଭାଇ ମୁଁ ଏଥର ଆସୁଛି ବାଇ ବାଇ ଶଳା ଝିଅଟା ମୋର ଜନ୍ମ ଶଳା ମୋପାଟା ଆଜି ମୋ ଆଗରେ ଟାଇଟା